ତାଙ୍କର ସବୁ ରାଜନୈତିକ ଦଳମାନେ ଯେଉଁମାନେ ତାଙ୍କୁ ସମ୍ମାନ ଦିଅନ୍ତି ଶ୍ରଦ୍ଧା କରନ୍ତି ସମସ୍ତେ ଆଜି ଏକତ୍ରିତ ହୋଇଥିଲେ ଏଠି ତାଙ୍କୁ ସ୍ମରଣ କରିବା ପାଇଁ। ତାଙ୍କ ପରି ଜଣେ ସରଳ ମିଷ୍ଟଭାଷୀ ବ୍ୟକ୍ତିତ୍ୱ ରାଜନୀତିରେ ବିରଳ, କିନ୍ତୁ ଆଦର୍ଶ ଆଉ ନୀତିରେ ଅତ୍ୟନ୍ତ କଠୋର। ସରଳ ବ୍ୟକ୍ତିଗତ ଜୀବନ, କଠୋର ହେଉଛି ରାଜନୈତିକ ଜୀବନ। ଏହିପରି ଜଣେ ବ୍ୟକ୍ତି ଥିଲେ ଏବଂ ଯାହାଙ୍କର ନୀତି ଏବଂ ଆଦର୍ଶ କାର୍ଯ୍ୟକ୍ରମ ହେଉଛି ଖଟିକିଆ ମେହନତି ଜଣର ସଂଗ୍ରାମ, ସ୍ୱାର୍ଥ ପାଇଁ ସଂଗ୍ରାମ କରିବା। ତାଙ୍କର ଅବର୍ତ୍ତମାନରେ ଆମେ ସମସ୍ତେ ପୁଣି ଥରେ ଚାହୁଁଛୁ ସେହି ଦିବାକର ନାୟକଙ୍କର ଆତ୍ମା ପୁନର୍ଜନ୍ମ ନିଅନ୍ତୁ, ଆସନ୍ତୁ ଏବଂ ପୁଣି ଏ ଆନ୍ଦୋଳନକୁ ଆଗକୁ ନେବେ ଖଟିକିଆ ମେହନତି ଜନଗଣଙ୍କର ସ୍ୱାର୍ଥ ରକ୍ଷା ପାଇଁ। କମ୍ୟୁନିଷ୍ଟ ପାର୍ଟିରେ ସେ ଶେଷ ପର୍ଯ୍ୟନ୍ତ ରହିଥିଲେ। ଛାତ୍ର ଜୀବନରେ ସେ AISFରେ ଯୋଗ ଦେଇ କମ୍ୟୁନିଷ୍ଟ ପାର୍ଟି ସଂସ୍ପର୍ଶରେ ଆସିଲେ। ପରବର୍ତ୍ତୀ ସମୟରେ କମ୍ୟୁନିଷ୍ଟ ପାର୍ଟିରେ ହିଁ ମୃତ୍ୟୁ ପର୍ଯ୍ୟନ୍ତ ରହିଥିଲେ ଏବଂ କମ୍ୟୁନିଷ୍ଟ ପାର୍ଟି ଅଫିସରେ ହିଁ ତାଙ୍କର ଶେଷ ସମୟଟି କଟିଲା। ତାଙ୍କ ପ୍ରାଣବାୟୁ ଉଡ଼ିଲା କମ୍ୟୁନିଷ୍ଟ ପାର୍ଟି ଅଫିସରେ। ଇଏ ଗୋଟେ ହେଉଛି ସବୁଠୁ ବଡ଼ କଥା ଯେ ଗୋଟେ ଏକାଗ୍ରତା ଏବଂ ଯେଉଁ କର୍ତ୍ତବ୍ୟ ନିଷ୍ଠା, ବିଶେଷ କରି ଯେଉଁ ଆନୁଗତ୍ୟ, ଗୋଟେ ଆଦର୍ଶ ପ୍ରତି ଆନୁଗତ୍ୟ, ଏ କଥା ତାଙ୍କଠାରେ ଦେଖିବାକୁ